ଏହି ପରିପ୍ରେକ୍ଷୀରେ କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପରବ ଉପଲକ୍ଷେ ଏକ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ, କ୍ରୀଡ଼ା ଶିକ୍ଷକ, ଶିକ୍ଷୟିତ୍ରୀ, ପିଇଓ, ବିଭିନ୍ନ ଅଞ୍ଚଳରୁ ଆସିଥିବା ସମିତି ସଭ୍ୟ ଏବଂ ଗ୍ରାମ ପଞ୍ଚାୟତରୁ ଆସିଥିବା ସମସ୍ତ ସରପଞ୍ଚ ଏଠାରେ ଉପସ୍ଥିତ ରହିଥିଲେ। ଏଥିରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ତ 3ଟି ବିଭାଗ କରାଯାଇଥିଲା ସେ ଆଲୋଚନାର ବିଷୟବସ୍ତୁ। ତ ଖେଳକୁଦ ପ୍ରତିଯୋଗିତା, ତାପରେ ଲିଟେରାରୀ କମ୍ପିଟିସନ୍ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ। ତ ଖେଳକୁଦରେ ଥିଲା ଆମର 100 ମିଟର, 200 ମିଟର, 400 ମିଟର, 800 ମିଟର। ଇଏ ଗଲା ଦୌଡ଼ ପ୍ରତିଯୋଗିତା। ତାପରେ ଆସିଲା ଥ୍ରୋ ଇଭେଣ୍ଟ, ସର୍ଟପୁଟ, ଡିସ୍କସ୍, ଜାଭେଲିନ୍। ତାପରେ ଆସିଲା ଆମର ଲମ୍ବଡିଆଁ, ଉଚ୍ଚଡିଆଁ। ତାପରେ ସେମାନଙ୍କର ଖୋଖୋ, କବାଡ଼ି, ଫୁଟବଲ, ଭଲିବଲ, ଆର୍ଚେରୀ ଏତିକି ଥିଲା ସେମାନଙ୍କର ଖେଳକୁଦ ବିଭାଗରେ। ତାପରେ ଲିଟେରାରୀରେ ଆସିଲା ଏସେ, ଡିବେଟ୍, କୁଇଜ୍, ସଙ୍ଗ, ଝୋଟି ଇତ୍ୟାଦି ସେମାନଙ୍କର। ତାପରେ ଆସିଲା ସେମାନଙ୍କର କଲଚରାଲ ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସେମାନଙ୍କର ଆସୁଛି। ତାପରେ ବିଭିନ୍ନ ନୃତ୍ୟ ପ୍ରତିଯୋଗିତା, କୋରାପୁଟିଆ ଆଦିବାସୀ ନୃତ୍ୟ ପ୍ରତିଯୋଗିତା, ତାପରେ ଢାମ୍ପ କିଏ ବଜେଇ ପାରିବେ। ତାପରେ ଆସିଲା ସେମାନଙ୍କର ବିଭିନ୍ନ ବାଜାକୁ ମାନେ ବଜେଇ ପାରିବେ। ତାପରେ ସେମାନଙ୍କର ଯେଉଁ ରହିଛି ବିଭିନ୍ନ ପ୍ରତିଭା, ମହୁରୀ କିଏ ବଜେଇ ପାରିବେ। ତାପରେ ଇତ୍ୟାଦି ଇତ୍ୟାଦି ବିଷୟରେ ସେମାନଙ୍କର ସେ ମାନେ କିଭଳି ଭାବରେ ଆୟୋଜନ କରାଯିବ ସେ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ବିଭିନ୍ନ ବିଭାଗ ବଣ୍ଟନ ମଧ୍ୟ କରାଯାଇଥିଲା। ତ କେଉଁମାନେ କେଉଁ କାର୍ଯ୍ୟ ପାଇଁ ସେମାନେ ଦକ୍ଷ ଏବଂ ବିଚାରକ ଭାବରେ ସେମାନେ କାର୍ଯ୍ୟଟିକୁ ତଦାରଖ କରିପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏମିତି ତ ଆଲୋଚନା ବିଶେଷ ଭାବରେ ଆଲୋଚନା କରାଯାଇଥିଲା ବହୁତ ଭଲ ଭାବରେ। ଏବଂ ପରବର୍ତ୍ତୀ ସମୟରେ ସେଟାକୁ ଏହି ମାସ ଚଳିତ ମାସ 29-30 ତାରିଖ ଦିନ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ତ ଦର୍ଶକ ବନ୍ଧୁ ସମସ୍ତଙ୍କୁ ଜଣାଅଛି ତ ପରବ 12 ମାସେ 13 ପର୍ବ। ତା ମଧ୍ୟରୁ କୋରାପୁଟ ଜିଲ୍ଲାର ପ୍ରତିବର୍ଷ ପାଳନ କରାଯାଉଥିବା ପର୍ବ ହେଉଛି ଅନ୍ୟତମ। କଥାରେ ଅଛି ଦର୍ଶକ ବନ୍ଧୁ, ଜୟ ଜୟ ଜଗନ୍ନାଥ ପାତଲି ଭିତରେ ହାତ, ସବୁଦିନେ ମାଣ୍ଡିଆ ପେଜ ପରବ ଦିନେ ଭାତ। ତା ମାନେ କ'ଣ? ସବୁଦିନ ମାଣ୍ଡିଆ ପେଜ ଖାଇକି କ'ଣ ପରବ ଦିନ ଭାତ ଖାଇବେ କି? ତାହା ନୁହଁ। ଏଇ ଯେଉଁ ପରବ ଅନୁଷ୍ଠିତ ହେଉଛି ପ୍ରତିବର୍ଷ, ଏଇ ବର୍ଷ ଆମର ପାଳନ ହେବାକୁ ଯାଉଛି 2025ର ପରବ। ଏଥିରେ ଗୋଟେ ଭାଇଚାରାର ସୃଷ୍ଟି, ମାନେ ସମସ୍ତଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କେମିତି କରିବା, ବନ୍ଧୁତ୍ୱ ସ୍ଥାପନ କେମିତି କରିବା, ଆମେ ଆମ ପରିବେଶକୁ କେମିତି ନିର୍ମଳ ରଖିବା ଏବଂ ଗ୍ରାମାଞ୍ଚଳରେ ଯେଉଁ ପ୍ରତିଭା ରହିଛି ଲୁକାୟିତ ଅବସ୍ଥାରେ ତାକୁ କେମିତି ଗୋଟେ ବ୍ଲକ ସ୍ତରକୁ ଆଣିବା ଏବଂ ଏଇଠି ଯେଉଁମାନେ କି ବିଜୟୀ ଲାଭ କରିବେ, ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିବେ, ସେମାନେ ଜିଲ୍ଲା ସ୍ତରରେ ଯାଇକି ସେମାନଙ୍କର ପାରଦର୍ଶିତା ଦେଖାଇ ପାରିବେ ଏବଂ ଜିଲ୍ଲା ସ୍ତରରୁ ଯଦି ସେମାନେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିପାରିଲେ ତାହେଲେ ସେମାନେ ରାଜ୍ୟ ସ୍ତରରେ ଯାଇକି ନିଜର ପ୍ରତିଭା ସେମାନେ ଦେଖାଇ ପାରିବେ। କାହିଁକିନା ଯେଉଁମାନେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ମାଧ୍ୟମ ରହୁଛି, କିନ୍ତୁ ଯେଉଁମାନେ ପାଠପଢ଼ାର ବଞ୍ଚିତ କିମ୍ବା ଏଠାରେ 2 ଭାଗରେ ବିଭକ୍ତ କରାଯାଇଛି 16 ବର୍ଷରୁ କମ୍ ଏବଂ 16 ବର୍ଷରୁ ଉର୍ଦ୍ଧ୍ୱ। ତ ଯେଉଁମାନେ ପାଠଶାଠ ପଢ଼ି ସାରିଛନ୍ତି ସେମାନଙ୍କୁ କୌଣସି ମାଧ୍ୟମ ମିଳୁନାହିଁ। ଆବାଳ ବୃଦ୍ଧ ବନିତା ଯେତେକ ଅଛନ୍ତି ଆମର ସମସ୍ତେ ବି ଭାଗ ନେବା ପାଇଁ ଇଚ୍ଛୁକ, କିନ୍ତୁ କୌଣସି ମାଧ୍ୟମ ମିଳୁନାହିଁ। ସେମାନଙ୍କ ପାଇଁ ଗୋଟିଏ ମାତ୍ର ମାଧ୍ୟମ ହେଉଛି ଏହି ପରବ ମାଧ୍ୟମରେ ସେମାନେ ନିଜର ପାରଦର୍ଶିତା ଦେଖେଇକି ସେମାନେ ଆଗକୁ ଯାଇପାରିବେ। ସେଇଥିପାଇଁ ସରକାର ଗୋଟେ ଭଲ ଯୋଜନା କରିଛନ୍ତି। ପ୍ରତିଟି ଜିଲ୍ଲାରେ ଯେମିତିକି ରାୟଗଡ଼ା ଜିଲ୍ଲାରେ ଚୈତି, ମାଲକାନଗିରି ଜିଲ୍ଲାରେ ମାଲ୍ୟବନ୍ତ, ତ ଇତ୍ୟାଦି ଇତ୍ୟାଦି ସେହିପରି କୋରାପୁଟ ଜିଲ୍ଲା ଆମର ପରବ ବୋଲି ତ ସେହି କାର୍ଯ୍ୟକ୍ରମକୁ କରାଯାଉଛି। ସେ ପରବ ମାଧ୍ୟମରେ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିକି ଆବାଳ ବୃଦ୍ଧ ବନିତା ସମସ୍ତେ ଅଂଶଗ୍ରହଣ କରିସାରିବା ପରେ ସେମାନଙ୍କର ପାରଦର୍ଶିତା ଦେଖେଇକି ଆଗକୁ ଯିବାର ଇଏ ଗୋଟେ ପ୍ଲାଟଫର୍ମ ବା ଇଏ ହେଉଛି ଗୋଟେ ଭଲ ମାଧ୍ୟମ। ତେଣୁ କରିକି ସେଥିରେ କ'ଣ କରାଯିବ, କେମିତି କରାଯିବ ସେ ବିଷୟରେ ଆଲୋଚନା କରିବା ପାଇଁ ଏକ ବୈଠକର ଆୟୋଜନ କରାଯାଇଥିଲା। ତ ଏହି ବୈଠକରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଗଲା। ମୁଁ ପୂର୍ବରୁ ମଧ୍ୟ କହିସାରିଛି। ତ ଶେଷରେ ଆମର ପଞ୍ଚାୟତ ସମିତିର ଅଧ୍ୟକ୍ଷ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିସାରିବା ପରେ ଧନ୍ୟବାଦ ଦେଇକି ସଭା ସାଙ୍ଗ କରିଥିଲେ।